ଗତ 2/6/2025 ଆମର ଦେବାହାଲ ବାସୁଦେବ ବାରିକ ସେ ରିପୋର୍ଟ କଲେ ଯେ ତାଙ୍କର ଏସଏନ୍ ଫୁଏଲ୍ରେ ଟ୍ରାକ୍ଟର ହାର୍ଭେଷ୍ଟର ଟ୍ରଲି ଏ ତିନିଟା ଚୋରି ହେଇଛି ବୋଲିକରି ସେ ସେଠି ରଖନ୍ତି, ସେଠୁ ଚୋରି ହେଇଛି ବୋଲି ଗୋଟେ ରିପୋର୍ଟ କଲି। ସେ ରିପୋର୍ଟ ଆଧାରରେ ଆଇଆଇସି ଅତାବିରା 212/25 212/25 ଗୋଟେ କେସ୍ ହେଲା। ଏଇ କେସ୍ରେ ତଦନ୍ତ ସମୟରେ ଜଣାପଡ଼ିଲା ଯେ ବାହାର କ୍ରିମିନାଲ ଏଟାକୁ ଚୋରି କରିଛନ୍ତି। ଆଉ ଆଇଆଇସି ନିଜେ ଫଲୋଅପ୍ କଲେ ସିସିଟିଭି ଫୁଟେଜ୍ ଅପ୍ ଟୁ ରାୟପୁର ପର୍ଯ୍ୟନ୍ତ। କିଛି ଜାଗାରେ ସିସିଟିଭି ଫୁଟେଜ୍ ଆଭେଲେବୁଲ୍ ହେଲା ନାହିଁ, କିନ୍ତୁ ପରେ ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସ ଟିମ୍ ଆମର ଯେଉଁ ଜିଲ୍ଲାର ଅଛି ଏସ୍ପିଙ୍କ ଡାଇରେକ୍ସନରେ ସେ ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସ ଟିମ୍ ବାକି ଆଇଆଇସିଙ୍କର ଯେଉଁଟା ଆମର ସୋର୍ସ ଥାଏ ହ୍ୟୁମାନ୍ ସୋର୍ସ ଏ ସବୁ ଇଣ୍ଟେଲିଜେନ୍ସରୁ ଖବର ମିଳିଲା ଯେ ପଞ୍ଜାବରୁ 2ଟା ଚୋର ଆସିକରି ୟାକୁ ନେଇଛନ୍ତି। ଆକର୍ଡିଙ୍ଗଲି ଟିମ୍ ପଞ୍ଜାବ ଗଲେ, ରାୟପୁର ବି ଗଲେ ଏବଂ ଜଣେ ମୁଦାଲାକୁ ବର୍ତ୍ତମାନ ସୁଦ୍ଧା ଗିରଫ କରାହେଇଛି। ଆଉ ତାଙ୍କର ଟ୍ରାକ୍ଟର ଟ୍ରଲି ହାର୍ଭେଷ୍ଟର ରିକଭରି ହେଇଛି। ଆଉ ଆଜି ତାଙ୍କ ବିରୁଦ୍ଧରେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ ଏବଂ ତାଙ୍କୁ କୋର୍ଟ ଫରୱାର୍ଡ କରାଯିବ। ଏମାନେ ଲୋକାଲ ଲୋକ ଆଉ ଥିଲେ କି କେତେ ଲୋକ ଥିଲେ କ'ଣ? ବର୍ତ୍ତମାନ ସୁଦ୍ଧା ତା ଦେହରେ ଆମେ 2 ଜଣଙ୍କର ଇନଭଲଭମେଣ୍ଟ ପାଇଛୁ। ବାକି ଲୋକାଲ ଇନଭଲଭମେଣ୍ଟଟା ଅଣ୍ଡର ଇନଭେଷ୍ଟିଗେସନ୍ ଅଛି। ସେକେଣ୍ଡ ଆକ୍ୟୁଜ୍ ଧରା ହେଲା ପରେ କାହାର ଡାଇରେକ୍ସନ୍ ଏଇ ଜାଗାରେ ରେଗୁଲାରଲି ରହୁଛି ବୋଲିକରି ସେ ଇନଫର୍ମେସନ୍ ପାଇଥିଲେ, ସେଇଟା ଆମେ ଆସର୍ଟେନ୍ କରିବୁ। ଆଉ ଯଦି ଇନଭଲଭମେଣ୍ଟ କାହାର ଆସିଲା ତାହେଲେ ନିଶ୍ଚୟ ତାକୁ ଆକ୍ସନ୍ ନେବୁ ତା ବିରୁଦ୍ଧରେ। ଆଜ୍ଞା, ଅଞ୍ଚଳରେ ନିଶା କାରବାର ଜୋରସୋର ଚାଲିଛି, ଯେଉଁଟାକି ରୋଡ ପରେ ନିଶା କାରବାର ଚାଲିଛି, ଯେଉଁଥିପାଇଁ ନିଶାଡିମାନେ ନୂଆ ନୂଆ ଘଟଣା ଗୁଡ଼ାକ ଯାଉଛନ୍ତି। ସେଥିରେ କ'ଣ କହିବେ? ନାଇଁ, ରେଗୁଲାରଲି ଆମର ପେଟ୍ରୋଲିଂ ତ ହେଉଛି, ବାକି ଏନ୍ଏଚ୍ ପେଟ୍ରୋଲିଂ ବି ଅଛି, ଆମର ପିସିଆର୍ ଗାଡ଼ି ବି ବୁଲୁଛି, ଥାନାର ବି ପେଟ୍ରୋଲିଂ ଚାଲିଛି। ରେଗୁଲାରଲି ଆମେ ତାଙ୍କ ବିରୁଦ୍ଧରେ କେସ୍ ବି କରୁଛୁ। ଆଉ ଆପଣଙ୍କ ଅଭିଯୋଗ ଅନୁସାରେ ଆମେ ଆଉ ଟିକେ ଭିଜିଲାଣ୍ଟ ହେବୁ, ଯେଉଁ ଜାଗାରେ ହେଉଛି ଆକ୍ସନ୍। ଲୋକଙ୍କ ଅଭିଯୋଗ କ୍ରମେ ଏହା ବି ଚର୍ଚ୍ଚା ହେଉଛି ଯେ ଛୋଟ ମାଛକୁ ଆଉରେ ଆଣି ବଡ଼ ମାଛକୁ ଛାଡ଼ି ଦିଆଯାଉଛି। ନାଇଁ, ସେମିତି କିଛି ନାହିଁ। ଯାହାର ଇନଭଲଭମେଣ୍ଟ ଆସିବ, ଛୋଟ ବଡ଼ ମାଛ ଏଠି କିଛି ନାହିଁ। ଯିଏ ଆକ୍ୟୁଜ୍ ହେବ, ଯାହା ନାଁରେ ପ୍ରମାଣ ମିଳିବ ନିଶ୍ଚୟ ଆକ୍ସନ୍ ନେବୁ। ଅତାବିରା ଥାନା ଅଞ୍ଚଳରେ ଧାନ ଅମଳ ସମୟରେ ଏପରି ଲୁଟ୍ ଏବଂ ଚୋରି ଡକାୟତି ବାରମ୍ବାର ହେଉଛି, ଏହା ପ୍ରତି କିଛି ଧ୍ୟାନ ଦେବେ? ନାଇଁ, ଧାନ ଅମଳ ସମୟରେ ଆମେ ତ ମାନେ ଆମର ସେଥିରେ ଅମଳରେ ପୁଲିସ ଏନଗେଜ୍ ହେଉନାହିଁ। ଆମେ ଯେମିତି ନର୍ମାଲ କାମ କରିବା କଥା କରୁଛୁ। ବେଳେବେଳେ ଯେତେବେଳେ ଯେଉଁଠି ଟିକେ ଟିକେ ପ୍ରୋବ୍ଲେମ୍ ହେଉଛି ସେ ଜାଗାରେ ଆମେ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନକୁ ହେଲ୍ପ କରୁଛୁ, କିନ୍ତୁ ସେ ଧାନ ପ୍ରୋକ୍ୟୁରମେଣ୍ଟରେ ପୁଲିସର ମାନେ ଆମର ରୋଲ୍ ବହୁତ କମ୍। ଏହି ସମୟରେ ବାରମ୍ବାର ହେଉଛି, ତାମାନେ ଏଇ ଧାନ ଅମଳ ସମୟରେ ହିଁ ବେଶୀ ଡକାୟତି ଚୋରି ହେଉଛି। ନାଇଁ, ଚୋରି ଡକାୟତି ହେଉଛି, ଧାନ ଚୋରି 3-4ଟା କେସ୍ ଆମର ରିକଭରି ହେଲା। ସେ ସମ୍ବଲପୁର ସାଇଡ଼୍ରେ ଆସିକି କରୁଥିଲେ, ତାଙ୍କର ଗାଡ଼ି ବି ଏବେ ଦେଖିବି ଆମେ ଥାନାରେ ମାନେ ସିଜର କରିକି ରଖିଛୁ। ଆକ୍ସନ୍ ନେଉଛୁ, ଯେତେ କେସ୍ ହେଉଛି ଆକ୍ସନ୍ ନେଉଛୁ।